ଅଗଷ୍ଟ 15 ପରଠାରୁ ସମସ୍ତ 60 ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ମିଳିବ 3000 ରୁ 3500 ଟଙ୍କା। ଏଭଳି ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ତାହେଲେ ଆପଣମାନେ ଜାଣିଥିବେ ଇଲେକ୍ସନ୍ ପୂର୍ବରୁ ସରକାର ବିଜେପି ସରକାର ବହୁତ ସାରା ଜନହିତକର କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ବିଜେପି ସରକାର ଆସିବା ପରେ ନୂଆ ବଜେଟ୍ ପାସ୍ ହୋଇଥିଲା। ଆଉ ଏହି ବଜେଟ୍ରେ ଓଡ଼ିଶା ପାଇଁ ଆଖି ଦୃଶିଆ କିଛି ବି ହେଲେ ନଥିଲା। ତ ଏହି କାରଣରୁ ଏବେ ସାରା ଓଡ଼ିଶାର ଲୋକମାନେ ସରକାର ଉପରେ ରାଗ ପ୍ରକାଶ କରୁଥିବାର ନଜର ଆସିଛନ୍ତି। ତ ଆପଣମାନେ ଜାଣିଥିବେ ସରକାର ପ୍ରତିଶ୍ରୁତି ଦେଇଥିଲେ କି 60 ବର୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଲୋକମାନଙ୍କୁ 3000 ରୁ 3500 ଟଙ୍କା ଦିଆଯିବ ବୋଲି। କିନ୍ତୁ ସରକାର ଏହି କଥାଟି ତାଙ୍କର ରଖିପାରିନଥିଲେ। ସେ କହିଥିଲେ କି 80 ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ 3000 ରୁ ଅଧିକ ଟଙ୍କା ଦିଆଯିବ। ଏହି କଥା ବାହାରକୁ ଆସିବା ପରେ ସାରା ଓଡ଼ିଶାର ଲୋକମାନେ ସରକାରଙ୍କ ଉପରେ ରାଗିଥିଲେ। ଆଉ ସରକାର ଦେଇଥିବା କଥାକୁ ପୂରଣ କରିପାରିଲେ ନାହିଁ ବୋଲି ଓଡ଼ିଶାର ଲୋକମାନେ କହିଥିଲେ। କିନ୍ତୁ ଏବେ ସରକାରଙ୍କ ନୂଆ ଘୋଷଣା ଆସିଯାଇଛି କି ଆସନ୍ତା ମାସ ଅଗଷ୍ଟ ମାସ 15 ତାରିଖ ପରଠାରୁ ଗୋଟିଏ ନୂଆ ନିୟମ ସରକାର ଆଣିବାକୁ ଯାଉଛନ୍ତି। ଆଉ ଏହା ମାଧ୍ୟମରେ ସାରା ଓଡ଼ିଶାରେ 60 ବର୍ଷରୁ ଊର୍ଦ୍ଧ୍ୱ ଲୋକମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ବଢ଼ିବ। ତାହେଲେ ଆସନ୍ତା 25-26 ମସିହାର ବଜେଟ୍ରେ ଓଡ଼ିଶାକୁ ନିହାତି ଭାବରେ ଭଲ ପଇସା ମିଳିବ ବୋଲି କହିଛନ୍ତି ଓଡ଼ିଶା ସରକାର। ଆଉ ଏହା ପରେ ଓଡ଼ିଶାର 60 ବର୍ଷରୁ ଅଧିକ ଲୋକମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଭାବରେ 3000 ରୁ 3500 ଟଙ୍କା ଦିଆଯିବ ବୋଲି ଓଡ଼ିଶା ସରକାରଙ୍କ ଘୋଷଣା କରାଯାଇଛି। ତାହେଲେ ଆସନ୍ତା ଅଗଷ୍ଟ ମାସ 15 ତାରିଖ ପରଠାରୁ ଏହି ନିୟମଟି ଲାଗୁ ହେବ ବୋଲି କହିଛନ୍ତି। ତାହେଲେ ଆସନ୍ତା ବର୍ଷ ବଜେଟ୍ ଆସିବା ପରେ ଯାଇ ଓଡ଼ିଶାର ବୁଢ଼ା ଓ ବାର୍ଦ୍ଧକ୍ୟ ଲୋକମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା 3500 ଟଙ୍କା ମିଳିବ ବୋଲି ଶୁଣିବାକୁ ମିଳୁଛି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ମୋହନ ମାଝୀ ସରକାର ବା ବିଜେପି ସରକାର ଉପରେ କେତେ ଭରସା ରହିଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।